ଅତିରଞ୍ଜିତ ସୂର୍ଯ୍ୟକିରଣର ବିଚକ୍ଷଣ ଆଭା ଆଜି ମୋ ମନରେ ଦେଶପ୍ରେମ ବହ୍ନି ପ୍ରଜ୍ୱଳିତ କରୁଛି। ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ଏହି ସଭାରେ ଉପସ୍ଥିତ ଗୁରୁଜୀ ଗୁରୁମା ବୃନ୍ଦ ଓ ଛୋଟ ବଡ଼ ଭାଇ ଭଉଣୀ ସମସ୍ତଙ୍କୁ ସାଦର ଅଭିନନ୍ଦନ। ଭେଟି ଭାଟି ରସଦ ମାଗନ ଦବନ ଆମେ କେହି କରନାଇଦ ଆମର ଦାବି ଜଙ୍ଗଲ ଅଧିକାର। ଭେଟି ଭାଟି ରସଦ ମାଗତ ସବୁ ହଟ ଆମେ କେହି କରନାଇଦ। ଜଳ ଜଙ୍ଗଲ ଜମି ପାଇଁ ହକର ଲଢ଼େଇ ଲଢ଼ୁଥିବା ଆଦିବାସୀ ନେତାମାନେ ଦେଶ ମାତୃକାର ମୁକ୍ତି ପାଇଁ ବଳିଦାନ କରିଛନ୍ତି ନିଜର ଜୀବନ। କୋଣ୍ଡାପାଲିର ଦାମୋଦର, କଳାହାଣ୍ଡିର ରୁଣ୍ଡି ମାଝୀ, ତେନ୍ତୁଳି ଖୁଣ୍ଟିର ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା ଧରଣୀଧର ନାୟକ, ଚକରା ବିଷୟୀ ଆଦି ଅନେକ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଉଠାଇଥିଲେ ସଂଗ୍ରାମର ସ୍ୱର। ଆଲୁରି ସୀତାରାମ ରାଜୁଙ୍କୁ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମନେ କରୁଥିବା ଲକ୍ଷ୍ମଣ ନାୟକ ମାଲକାନଗିରିର ଗାନ୍ଧୀ ରୂପେ ବେଶ ପରିଚିତ। 200 ଏକର ଜମିର ମାଲିକ ପଦଲାମ ଭୂମିଆଙ୍କ ପୁତ୍ର ଲକ୍ଷ୍ମଣ ଭୂମିଆଙ୍କ ଆତ୍ମା ଗରିବ ଆଦିବାସୀ ମୁକ୍ତିଦାତା ସାଜିଥିଲା। ଭେଟି ଗୋତି ଗୋତେମ ପରି ଅତ୍ୟାଚାରୀ ନିୟମ ବିରୁଦ୍ଧରେ ଆରମ୍ଭ କରିଥିବା ଲଢ଼େଇ ତାଙ୍କ ପାଇଁ ଫାଶୀ ଦୌଡ଼ି ସାଜିଥିଲା। ସେ ପତ୍ନୀ ମଙ୍ଗୁଳିକୁ କହୁଥିଲେ, ମୁଁ ଦେଶ ପାଇଁ ସ୍ୱରାଜ ଆଣିବି। କୋୟା, ବଣ୍ଡା, ଦାଦବା, ପରାଜା, ମିଆଁ ଆଦି ଜନଜାତି ପାଇଁ ସେ ଥିଲେ ମୁକ୍ତିଦାତା। ଗୋଟିଏ ଆହ୍ୱାନରେ ଶହ ଶହ ଲୋକ ରୁଣ୍ଡ ହେଉଥିଲେ ଲକ୍ଷ୍ମଣ ନାୟକଙ୍କ ଚତୁଃପାର୍ଶ୍ୱରେ। ମାଥିଲି ଥାନା ଘେରାଉ ସମୟରେ ଅତ୍ୟାଚାରୀ ପୁଲିସ ତାଙ୍କ ନିଶରେ ନିଆଁ ଲଗାଇ ବର୍ବର ଭାବେ ଲାଠି ଚାଳନା କରୁଥିଲେ। ଜି ରାମାୟଙ୍କ ମିଥ୍ୟା ମୃତ୍ୟୁ ଅଭିଯୋଗରେ ତାଙ୍କୁ 1943 ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଫାଶୀ ଖୁଣ୍ଟ ସାମ୍ନାରେ ଠିଆ ହୋଇ କହିଥିଲେ, ଯଦି ସୂର୍ଯ୍ୟ ଚନ୍ଦ୍ର ସତ୍ୟ, ମୋ ମା ଦିନେ ନା ଦିନେ ସ୍ୱାଧୀନତା ପାଇବ। ତାଙ୍କ ଦେହ ସିନା ବ୍ରହ୍ମପୁର ସର୍କୁଲାର ଜେଲରେ ଫାଶୀ ପାଇଲା, କିନ୍ତୁ ତାଙ୍କ ଚେତନା ସାରା ଦେଶରେ ଖେଳାଇ ଦେଲା ନୂଆ ସମ୍ଭାବନା। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଦେଶ ଦେଖିଲା ନୂଆ ସକାଳ ଏବଂ ସେ ହୋଇଗଲେ ଯୁବପିଢ଼ିଙ୍କ ପାଇଁ ଆଦର୍ଶ। ଜୟ ଲକ୍ଷ୍ମଣ ନାୟକ।